ମନୋରଞ୍ଜନର ଭଉଁରୀ ଖେଳୁଛି 24 ପ୍ରହର ନାମଯଜ୍ଞ। ଆକର୍ଷଣୀୟ ତୋରଣ ସାଙ୍ଗକୁ ମନଲୋଭା ପରିବେଶ। ଝିଲମିଲ ଆଲୋକମାଳାରେ ସଜ୍ଜିତ ହୋଇଥିବା ବେଳେ ମୁକ୍ତା ବିନ୍ଦୁ ପରି ଆକାଶରୁ ଝରି ପଡ଼ୁଥିବା ବର୍ଷାରାଣୀଙ୍କ ଜଳବିନ୍ଦୁ ପରିବେଶକୁ ବାତୁଳା କରିଦେଉଥାଏ। ଏକ ସୁନ୍ଦର ଖୋଲା ପଡ଼ିଆରେ ପ୍ରକୃତିର ମୁକୁଟ ପରି ଶୋଭା ପାଉଥାଏ ଏକ ଆଧ୍ୟାତ୍ମିକତାର ମଣ୍ଡପ। ଜନଗହଳିର ପରିବେଶ ମଧ୍ୟରେ ଚଳଚଞ୍ଚଳ ହୋଇ ଉଠିଥାଏ ପ୍ରକୃତିର କଅଁଳ ମାଟିର ଛାତି ଉପରେ। ଛୋଟରୁ ବଡ଼ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ରୁଣ୍ଡୀଭୂତ ହୋଇ ଉପଭୋଗ କରୁଥାନ୍ତି ଆଜିକା ଦିନର ସର୍ବଶ୍ରେଷ୍ଠ ମହାମନ୍ତ୍ର ପବିତ୍ର ହରିନାମ ସଂକୀର୍ତ୍ତନ। ପାପ ଭାରାକ୍ରାନ୍ତ ମାଟିରେ ପୁଣି ଜନ୍ମ କରିବା ସହିତ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ତାର ଏକମାତ୍ର ମାଧ୍ୟମ ହରିନାମ ସଂକୀର୍ତ୍ତନ। ସେହି ହରିନାମ ସଂକୀର୍ତ୍ତନ ଉପଭୋଗ କରିବା ପାଇଁ ବହୁ ଦୂର ଦୂରାନ୍ତରରୁ ଜନଗହଳି ପ୍ରମାଣ କରିଦେଉଥାଏ ଏହି ହରିନାମରେ ରହିଛି ଅମୃତର ଧାର। ଯେଉଁ ଅମୃତର ଧାରକୁ ପାନ କରିବା ପାଇଁ ଲୋକମାନଙ୍କ ମନରେ ପ୍ରବଳ ଆଗ୍ରହ ଜନ୍ମ ନେଇଥାଏ ଆଉ ଖୁବ୍ ଉତ୍ସାହିତ ସହକାରେ ହରିନାମକୁ ଉପଭୋଗ ମଧ୍ୟ କରିଥାନ୍ତି। ଆଉ 24 ପ୍ରହର ନାମଯଜ୍ଞରେ ପୂଜା ପାଉଥିବା ରାଧାକୃଷ୍ଣଙ୍କୁ ଦର୍ଶନ କରି ଦର୍ଶକ ଖୁବ୍ ଶାନ୍ତି ଅନୁଭବ କରିଥାନ୍ତି। ସେମିତି ଏକ ଆଧ୍ୟାତ୍ମିକ ପରିବେଶର ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଛି ଝାଡ଼ଖଣ୍ଡ ୱେଷ୍ଟ ସିଂଭୂମର ଭନଗାଁ ପବିତ୍ର ମାଟି ଉପରେ। ବଛା ବଛା ସଂକୀର୍ତ୍ତନ ଦଳ ଦ୍ୱାରା ଆକର୍ଷଣୀୟ ନାମ ସଂକୀର୍ତ୍ତନ ଖୁବ୍ ଉଚ୍ଚକୋଟୀର ହୋଇ ଦର୍ଶକମାନଙ୍କୁ ବାନ୍ଧି ରଖି ଯଜ୍ଞ ମଣ୍ଡପକୁ ଜନସମୁଦ୍ର ସୃଷ୍ଟି କରିଦେଇଛି। ମନୋରଞ୍ଜନର ଭିନ୍ନ ଏକ ପସରା ଏହି 24 ପ୍ରହର ନାମଯଜ୍ଞରେ ଦେଖିବାକୁ ମିଳିଥିବା ବେଳେ ସମସ୍ତେ ହଜିଯାଇଥାନ୍ତି ଏହି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ। ସଂକୀର୍ତ୍ତନ ଦଳ ଦ୍ୱାରା ଚାଲିଥିବା ହରିନାମ ଦର୍ଶକମାନଙ୍କୁ ଖୁବ୍ ଉତ୍ସାହିତ କରି ରଖିଥାଏ। ପ୍ରବଳ ଜନସମାଗମ ମଧ୍ୟରେ ସଂକୀର୍ତ୍ତନ ଉପଭୋଗ କରୁଥିବା ଦର୍ଶକମାନଙ୍କୁ ଯଜ୍ଞ କମିଟି ଦ୍ୱାରା ଭୋଗ ବଣ୍ଟା ମଧ୍ୟ ଚାଲୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସଂକୀର୍ତ୍ତନର ପସରାରେ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଝିଅମାନଙ୍କ ଦ୍ୱାରା ପରିବେଷଣ ହେଉଥିବା ହରିନାମ ସଂକୀର୍ତ୍ତନ ଆକର୍ଷଣୀୟ ନୃତ୍ୟ। ଝାଞ୍ଜ ମୃଦଙ୍ଗର ସୁମଧୁର ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ପବିତ୍ରତା ଆଣିଦେଉଥିବା ବେଳେ କୋଇଲି କଣ୍ଠର ଭ୍ରମ ସୃଷ୍ଟି କରି ଝିଅମାନେ ଗାଉଥିବା ହରିନାମ ମହାମନ୍ତ୍ର ହୃଦୟରେ ସ୍ପନ୍ଦନ ସୃଷ୍ଟି କରିଦେଉଥିଲା। ଏକ ପବିତ୍ର ମଞ୍ଚରେ ଆକର୍ଷଣୀୟ ସଂକୀର୍ତ୍ତନ ପରିବେଷଣ କରି ଦର୍ଶକମାନଙ୍କ ହୃଦୟରେ ସିଂହରଣ ଖେଳାଇ ଦେଉଥିବା ସଂକୀର୍ତ୍ତନ ଦଳ ଖୁବ୍ ଉଚ୍ଚକୋଟୀର ମନୋରଞ୍ଜନ ବାଣ୍ଟି ଚାଲିଥିଲେ। ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଏହି 24 ପ୍ରହର ନାମଯଜ୍ଞରେ ବିପିନ ପ୍ରଧାନ, ବାବୁ ପ୍ରଧାନ, ମୁଣ୍ଡା ବାବୁ, ଶିରିଷ ବେହେରା, ଇନ୍ଦ୍ରମଣି ବେହେରା, ଦେବାନନ୍ଦ ମହାନ୍ତ, ହରିକୃଷ୍ଣ ବେହେରା ଗୁରୁ ଦାୟିତ୍ୱ ବହନ କରି 24 ପ୍ରହରୀ ନାମଯଜ୍ଞକୁ ଶୃଙ୍ଖଳାର ସହିତ ପରିସମାପ୍ତି କରିଥିଲେ। ब्यूरो रिपोर्ट, एबी न्यूज।